ମାନେ ପୂର୍ବ ଭିଡ଼ିଓରେ ତ ଆମେ ଦେଖେଇଥିଲୁ ସାଜି ବିଲରେ ଦାଦାଙ୍କର ଆମର ଯେଉଁ ବିଲ ଲଗା ହେଇଛି ସେ ବିଲରେ ପାଣି ମଡ଼ା ହେଉଥିଲା। ଆଉ ଯେଉଁ ଆମର ଅଣ୍ଡିରା ଚାର ଆଣିକି ଲଗା ହେଉଥିଲା ଦାଦାଙ୍କ ବିଲରୁ ଓପଡ଼ା ହେଇକି ଦେଖନ୍ତୁ ସେ ଯେଉଁ ଚାର ଲାଗିଥିଲା ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ମୁଁ କହିଥିଲି ଏ ଡାଳ ମରିଯିବ, ପୁରୁଣା ସାନି ପିଲ ଦେବ। ଦେଖନ୍ତୁ ବର୍ତ୍ତମାନ ସାନି ପିଲ ଆସିଗଲାଣି। ଏଇଠି ଯେଉଁ ମୋ ବାପା ଆଣିକି ଲଗେଇଥିଲେ ପଛରେ ଅଣ୍ଡିରା ଗଛ ମାନେ ଚାର ସେଗୁଡ଼ା ଦେଖନ୍ତୁ ମନ୍ଦା ସବୁ ବାହାରି ଯାଇଛି। ଆଉ ପାଣି ଦିଆ ପରେ ଦେଖନ୍ତୁ ଗଛ ଟିକେ ପରିବର୍ତ୍ତନ ହେଇଛି, ବହୁତ ମାନେ ଭଲ ଭାବେ ଗଛ ବର୍ତ୍ତମାନ ମାଡ଼ୁଛି। ଦେଖନ୍ତୁ କେତେ ସୁନ୍ଦର ଭାବେ ଅଗ ଚାଲିଛି। ଏଇଠି ଦେଖନ୍ତୁ ସାଙ୍ଗମାନେ, ଏଇ ଯେଉଁ ପୁରୁଣା ଗଛ ଲାଗିଥିଲା ଅଣ୍ଡିରା ଗଛ ମାନେ ଦାଦାଙ୍କ ବିଲରୁ ଯେଉଁ ଆସିକି ଲଗା ହେଇଥିଲା ଉପଡ଼ା ହେଇକି, ଦେଖନ୍ତୁ କେତେ ବଡ଼ ବଡ଼ ଡଙ୍କ ହେଲାଣି। ଏଇ ଗଛ ଆମର ସବୁଠୁ ପଛରେ ଲାଗିଲେ ମଧ୍ୟ ଏଇ ଯେଉଁ ବିଲଟି ଆମର ସବୁଠୁ ପଛରେ ଲାଗିଛି, କିନ୍ତୁ ଗଛ କଣ୍ଡିସନ୍ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ଅଛି। ଦେଖନ୍ତୁ ଦେଖନ୍ତୁ ସାଙ୍ଗମାନେ, ପାଣି ମଡ଼ା ପରେ ବହୁତ ପରିବର୍ତ୍ତନ ହେଇଛି। ଅଗଗୁଡ଼ା ବହୁତ ମାନେ ଭଲ ଭାବରେ ଦେଖନ୍ତୁ ମାଡ଼ୁଛି ସବୁ ଡଙ୍କ। ବିଲ କାମ ତ ପୁରା ଓକେ ହେଇଯାଇଛି, ବର୍ତ୍ତମାନ ଖାଲି ଯାହା ଫଳ ବାହାରିବ। ଔଷଧ ପତ୍ର ସବୁ ପଡ଼ି ସାରିଛି, ଆଉ ଏଥିରେ କିଛି ବାକି ନାହିଁ କାମ, ଖାଲି ଫଳ ତୋଳିବା ବାକି ରହିଲା। ଫୁଲ ବି ମଧ୍ୟ ଭଲ ଫୁଟିଲାଣି। ହେ ଦେଖନ୍ତୁ ସାଙ୍ଗମାନେ, ଫୁଲ ଫୁଟୁଛି। ଅବଶ୍ୟ ଟିକେ ଖରା ଅଛି ବୋଲି ଜଣାପଡ଼ୁନାହିଁ, ନହେଲେ ସକାଳୁଆ ଆସିଲେ ଜଣାପଡ଼ିବ ଭଲ ଫୁଲ ଫୁଟୁଛି। ଦେଖନ୍ତୁ ସାଙ୍ଗମାନେ, ଦେଖୁଛନ୍ତି ତ ବିଲ କଣ୍ଡିସନ୍ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ଅଛି। ଆଗକୁ କ'ଣ ହେବ ଦେଖାଯାଉ, କ'ଣ ହେଉଛି ଆଗକୁ।